ଆମର ଇଲେକ୍ସନ କମିଶନର ଇଣ୍ଡିଆଙ୍କ ଦ୍ୱାରା ଓଡ଼ିଶାରେ ଆରମ୍ଭ ହେଉଛି କ'ଣ 30/5/2025 ରୁ SIR କାମ ଆରମ୍ଭ ହେଉଛି। ହେଲା କି ଓଡ଼ିଶାରେ ଆରମ୍ଭ ହେଉଛି କୋଉଠିରେ? ଓଡ଼ିଶାରେ ଆରମ୍ଭ ହେଉଛି ଆପଣମାନେ ସମସ୍ତେ ଜାଣିଥିବେ। ଆପଣମାନଙ୍କ ବ୍ଲକରେ ମଧ୍ୟ ଟ୍ରେନିଂ କାମ ସରିଯାଇଥିବ। ଟ୍ରେନିଂ ଦିଆ ସରିଯାଇଥିବ ଆପଣମାନଙ୍କୁ ସମସ୍ତଙ୍କୁ। କେବେ ଆରମ୍ଭ କରିବେ ନା 30/5 ଆରମ୍ଭ କରିବେ। ଦେଖନ୍ତୁ ଇନୋଭେସନ ଫର୍ମ ତ ଆପଣମାନେ ଟ୍ରେନିଂ ନେଲେ କିପରି ଭାବରେ ପୂରଣ କରିବେ ଚାଲନ୍ତୁ ଟିକେ ଆଲୋଚନା କରିବା। ଫର୍ମଟା ଆପଣମାନେ ଥରେ ଟିକେ ନଜର ପକେଇ ଦିଅନ୍ତୁ ହେଲା। ଫର୍ମକୁ ଦେଖିଲେ ଆପଣମାନେ ଏ ଫର୍ମକୁ ଆପଣ କ'ଣ କରିବେ? ଇନୋଭେସନ ଫର୍ମ ମନେ କରାଯାଉ ଆପଣଙ୍କର ବୁଥରେ 500 ଜଣ ଅଛନ୍ତି ହେଲା କି ଆପଣଙ୍କର ବୁଥରେ 500 ଜଣ ଅଛନ୍ତି। ତ ଆପଣଙ୍କୁ ଫର୍ମ କେତେଟା ଦିଆଯିବ ନା 1000ଟା। କେତେଟା ଦିଆଯିବ ନା 1000ଟା ଫର୍ମ ଦିଆଯିବ। ବୁଝିପାରିଲେ କି? ଜଣଙ୍କ ପିଛା 2ଟି ଲେଖାଏଁ ଫର୍ମ ଦିଆଯିବ। ଇଏ ହେଉଛି ପ୍ରଥମ କଥା। 2ଟି କ'ଣ ପାଇଁ ଦିଆଯିବ ନା ଗୋଟିଏ ଫର୍ମଟି ଆପଣ ପୂରଣ କରିବେ ବା ସେଇ ଭୋଟର ପୂରଣ କରିବ। ଯଦି ସେଇ ଫର୍ମଟି କୌଣସି ଭୁଲ ବାହାରେ ବା ଭୁଲ ଲେଖିଦେଲେ ତ ତାକୁ ଆପଣ ହ୍ୱାଇଟ୍ ନୋଟ୍ ମାଧ୍ୟମରେ କ'ଣ କରିବେ? ହ୍ୱାଇଟ୍ ନୋଟ୍ ମାଧ୍ୟମରେ ଲିଭେଇକି ମଧ୍ୟ ସେଇ ଫର୍ମଟା ଲେଖିବେ। ଯେତେବେଳେ ପୁରା ସମ୍ପୂର୍ଣ୍ଣ ଠିକ୍ ହେଇଗଲା ଦେଖିଲେ ସେ ଫର୍ମଟାର ସବୁ ଠିକ୍ ହେଇଗଲା। ତ ଆଉ ଗୋଟେ ଫର୍ମ ଯେଉଁ ଦିଆହେଇଥିବ ସେଇ ସବୁ ଠିକ୍ ଜିନିଷ ଗୁଡ଼ିକ ପରବର୍ତ୍ତୀ ଫର୍ମଟାରେ କ'ଣ କରିବେ? ପୂରଣ କରିବେ। ପରବର୍ତ୍ତୀ ଫର୍ମରେ ନିର୍ଭୁଲ ଭାବରେ ପୂରଣ କରିବେ। କିଛି ଭୁଲ ଥିବା ଦରକାର ନାହିଁ ହେଲା। ନିର୍ଭୁଲ ଭାବରେ ପୂରଣ କରିବେ। ତ ପ୍ରଥମ ଫର୍ମଟି ସେ ଭୋଟରଙ୍କୁ ଦିଆଯିବ ଯୋଉଟା ପୂରଣ କରିଥିବେ। ଦ୍ୱିତୀୟ ଫର୍ମଟା ଯୋଉଟା ଆପଣ ନିର୍ଭୁଲ ଭାବରେ ପୂରଣ କରିଛନ୍ତି ସେଇଟା ଆପଣମାନଙ୍କ ପାଖରେ ରହିବ। ବୁଝିପାରିଲେ କ'ଣ ପାଇଁ 2ଟା ଫର୍ମ ଦିଆହେଲା ବୋଲି? ତାପରେ ଏବେ ଦେଖନ୍ତୁ ଆମର କାମ କେବେଠୁ ଆରମ୍ଭ ହେଉଛି ନା 30/5/2025 ରୁ କାମ ଆରମ୍ଭ ହେଇଗଲା SIR କାମ। ତ ଦେଖନ୍ତୁ ସେ SIR ଯେତେବେଳେ ଆପଣଙ୍କୁ 2ଟି ଲେଖା ଫର୍ମ ଦେଉଛନ୍ତି ଆପଣମାନଙ୍କର କାମ କ'ଣ? ସେ ଫର୍ମର କ'ଣ ଲେଖିବେ ସେ ବିଷୟରେ ଆଲୋଚନା କରିବେ। ଦେଖନ୍ତୁ ଏଇଟା ଗୋଟେ ପାର୍ଟ ଆପଣଙ୍କର। ଏଇଟା ହେଉଛି ପ୍ରଥମ ଭାଗ। କୋଉଟା? ନା ଏଇ ଜିନିଷଟା ଏତିକ ଭିତରଟା ଏଇଟା ହେଉଛି ପ୍ରଥମ ଭାଗ ହେଲା। ପ୍ରଥମ ଭାଗରେ ଆପଣମାନଙ୍କୁ କିଛି କରିବା ଆବଶ୍ୟକ ନାହିଁ। ୱାନ୍ ପାର୍ଟ ବା ଫାଷ୍ଟ ପାର୍ଟ କୁହାଯାଏ ବା ୱାନ୍ ପାର୍ଟକୁ ଆମେ ନେଇଗଲେ ପ୍ରଥମ ଭାଗରେ ଆପଣ କିଛି କରିବାନି। କାରଣ ଏଠି ନିର୍ବାଚକଙ୍କ ନାମ, ଇପିକ୍ ନମ୍ବର, ଠିକଣା ଏଇଟା ସବୁ ପ୍ରିଣ୍ଟ ହେଇକି ଥିବ। ତାପରେ କ୍ରମିକ ସଂଖ୍ୟା, ଭାଗ ସଂଖ୍ୟା ଆଉ ନାମ ବା ବୁଥ ନମ୍ବର ଯେଟା ଆମେ କହୁ। ବିଧାନସଭା କୋଉ ବିଧାନସଭା ହେଲା କି ଲୋକସଭା ତାପରେ ଲୋକସଭା ନିର୍ବାଚନ ମଣ୍ଡଳୀଟା ପ୍ରିଣ୍ଟ ହେଇକି ଥିବ। ରାଜ୍ୟର ନାମ ମଧ୍ୟ ପ୍ରିଣ୍ଟ ହେଇକି ଥିବ। ଗୋଟେ ବାରକୋଡ୍ ଥିବ। ଆଉ ଗୋଟେ କ'ଣ? ଏଇଟା ହେଉଛି ଆପଣମାନଙ୍କର ଗୋଟେ ତାଙ୍କର ଫଟୋ ଥିବ। ଯେଉଁ ଭୋଟରଙ୍କ ଏଇ ଯେଉଁ ନିର୍ବାଚକଙ୍କ ନାମଙ୍କର ଏଠି ଫଟୋ ଥିବ। ଯଦି ଏଠି ଆଉ ଗୋଟେ ବର୍ତ୍ତମାନ ଏଠି କ'ଣ କହିଛି? ବର୍ତ୍ତମାନ ଫଟୋ ଅଠା ଲଗାଇ ସଂଲଗ୍ନ କରନ୍ତୁ। ଦେଖନ୍ତୁ ଏଇ ପାର୍ଟରେ ଆପଣମାନଙ୍କର କାମ କ'ଣ? ଏଇ ପାର୍ଟରେ କାମ ଅଛି ପ୍ରଥମେ ହେଉଛି କ'ଣ କରିବାର ଅଛି ନା ଆପଣ ଏଇ ଫର୍ମଟାକୁ ସେ ଅନଲାଇନ୍ BLO ଆପ୍ ଯେଉଁ ଅଛି ଆପଣମାନଙ୍କର ସେ BLO ଆପ୍‌ରେ ଆପଣମାନେ ତାକୁ କ'ଣ କରିବେ? ସ୍କାନ୍ କରିବେ। ସ୍କାନ୍ କଲା ପରେ କ'ଣ? ସ୍କାନ୍ କଲା ପରେ ଆପଣମାନେ ତାକୁ ସେଇ ନିର୍ବାଚକ ବା ସେଇ ଭୋଟରଙ୍କୁ ଦେବେ। ସ୍କାନ୍ କରିବେ। ପ୍ରଥମ କାମ ଆପଣ ତାକୁ କ'ଣ କରିବେ? ନିର୍ବାଚକକୁ ଯେତେବେଳେ ଦେବେ ଏଠି ଏଇ ବାରକୋଡ୍‌ଟାକୁ ସ୍କାନ୍ କରିବେ ହେଲା। ଏଠି ବାରକୋଡ୍‌ଟା ଦେଖିପାରୁଥିବେ। ଏଇ ବାରକୋଡ୍ ସ୍କାନ୍ କରିବେ ଆପଣଙ୍କ BLO ଆପ୍‌ରେ ଥିବ। ତ ସେଇଟା ଆପଣଙ୍କୁ ଦେଖେଇବ କ'ଣ ଯେ ଇ ଫର୍ମଟା ଡିଷ୍ଟ୍ରିବ୍ୟୁଟେଡ୍। ଇ ଫର୍ମ କ'ଣ? ଡିଷ୍ଟ୍ରିବ୍ୟୁଟେଡ୍ ଦେଖେଇବ ହେଲା। ଇ ଫର୍ମ ଡିଷ୍ଟ୍ରିବ୍ୟୁଟେଡ୍ ଦେଖେଇବ ହେଲା। ଯେପର୍ଯ୍ୟନ୍ତ ଆପଣ ଡିଷ୍ଟ୍ରିବ୍ୟୁଟ୍ କରିନାହାନ୍ତି ସେ ପର୍ଯ୍ୟନ୍ତ ଆପଣ କ'ଣ କରିବ ନା ସେ ପର୍ଯ୍ୟନ୍ତ ଆପଣଙ୍କୁ ଇ ଫର୍ମ ଡିଷ୍ଟ୍ରିବ୍ୟୁଟ୍ ଦେଖେଇବନି। ସେଠି ଆପଣ ଦେଲା ବେଳକୁ ଆପଣଙ୍କୁ ଗୋଟେ ଅଲଗା କୋଉ ରଙ୍ଗ ଆସିବ? ସବୁଜ ରଙ୍ଗ ପଳେଇ ଆସିବ ଯେ ଫର୍ମ ଆପଣଙ୍କର କ'ଣ ହେଇଯାଇଛି ନା ଡିଷ୍ଟ୍ରିବ୍ୟୁଟର ହେଇଯାଇଛି ଏଇ ଲୋକଙ୍କ। ଇଏ ହେଉଛି ପ୍ରଥମ କାମ। ଆପଣ ଯେତେବେଳେ ଦେବେ ତ ଆପଣ ଏଇ ସ୍କାନ୍ କରିବେ BLO ଆପ୍‌ରେ ତାପରେ ସେଇଟା ଆପଣଙ୍କର ଡିଷ୍ଟ୍ରିବ୍ୟୁଟର ହେଲା କି ପ୍ରଥମ ଏଇ ଘରଟାରେ ଆମେ ବୁଝିଲେ। ଫଟୋ କେତେବେଳେ ଲାଗିବ ଦେଖନ୍ତୁ। ଏଠି ଯଦି ଏଇ ଫଟୋଟା ଆପଣମାନଙ୍କର କ'ଣ? ଏଇ ଫଟୋ ଯଦି ଆପଣମାନଙ୍କର ତାର ଫଟୋଟା କ୍ଲିୟର ଆସୁନଥିବ ମାନେ ଜଣ ଜଣଙ୍କର ଫଟୋ ଥାଏ ଦେଖିଛନ୍ତି ମାନେ ମୁହଁ ଜଣା ପଡୁନଥାଏ, ଖାବଜେ ଥାଏ ବା କେଚା ହେଇଯାଇଥାଏ ବା କୌଣସି ପୁରୁଣା ହେଇଥାଏ। ତ ସେଇ କ୍ଷେତ୍ରରେ ଆପଣମାନେ କ'ଣ କରିବେ? ବର୍ତ୍ତମାନର ଫଟୋ ପାସପୋର୍ଟ ସାଇଜ୍ ଫଟୋ ତାଙ୍କୁ ମାଗିବେ।
ସେଠି କ'ଣ କରିବେ, ଏଠି ଅଠାଧିକ ଆପଣମାନେ ପେଷ୍ଟ କରିଦେବେ। ବୁଝିପାରିଲେ ଏତିକର କାମ କ'ଣ? ହଁ। ତାପରେ ଦ୍ୱିତୀୟ ଘରକୁ ଯିବା। ଦ୍ୱିତୀୟ ଘର ଦେଖନ୍ତୁ ଏଇଟା। ଏଇଟା ହଉଛି ଦ୍ୱିତୀୟ ଘର, ଯେଠି 2 ଲେଖା ହେଇଛି। ଏଇଠି କୋଉମାନଙ୍କର ପୂରଣ ହବ? ଏଠି ସବୁ କ୍ୟାଟାଗୋରୀ ଏ ମାନଙ୍କର ପୂରଣ ହବ। କ୍ୟାଟାଗୋରୀ ଏ ମାନଙ୍କର ପୂରଣ ହବ। କ୍ୟାଟାଗୋରୀ ଏ କୋଉମାନେ ଜାଣିଛନ୍ତି ଆପଣ? ଯଦି ଏଇ ନିର୍ବାଚକ 2002 ରେ ଥାନ୍ତି। କୋଉଠି ଥାନ୍ତି? 2002 ଆଉ 2025 ରେ ଥାନ୍ତି। ସେଇ କ୍ଷେତ୍ରରେ ଏଇ ଫର୍ମଟି ପୂରଣ ହବ। ଏଇ କଡ ସାଇଡଟା ଯେଠି 2 ଲେଖା ହେଇଛି। ଏ 2 ପାର୍ଟ, ଏଟା ଦ୍ୱିତୀୟ ପାର୍ଟ ହେଲା। ଏ ଦ୍ୱିତୀୟ ପାର୍ଟଟା ପୂରଣ ହବ। କ'ଣ ପୂରଣ ହବ? ସେଇ ନିର୍ବାଚକଙ୍କ ନାଁ ଲେଖିବେ। ତାଙ୍କର ଇପିକ୍ ନମ୍ବର ଲେଖିବେ 2002 ଅନୁସାରେ। ଏଇଟା ସବୁ 2002 ଅନୁସାରେ ଲେଖିବେ। କୋଉ ଅନୁସାରେ? 2002 ଅନୁସାରେ ତାର ଇପିକ୍ ନମ୍ବର, ନିର୍ବାଚକଙ୍କ ନାଁ ଲେଖିବେ। ହେଲା କି? ପୁଣି ସେଇ ତାଙ୍କର ଇପିକ୍ ନମ୍ବର 2002 ଅନୁସାରେ ଲେଖିବେ। ହେଲା। ତାପରେ ସମ୍ପର୍କୀୟ ନାମ। ସମ୍ପର୍କୀୟ ମାନେ ଏଇ ନିର୍ବାଚକ ତାଙ୍କ ବାପା କିମ୍ବା ମା, ଯାହା ଏଇ ନାଁ ଥିବ, ବାପା କିମ୍ବା ମା, ତାଙ୍କ ରିଲେସନ ଯେଉଁ ଥିବ, ଯାହା ନାଁ ଥାଏ ତାକୁ ଲେଖିବେ। ତାପରେ ତାଙ୍କ ସହିତ ସମ୍ପର୍କ। ଯଦି ବାପା ଥିବେ କ'ଣ ହବ? ପିତା ସମ୍ପର୍କ ହବ। ଯଦି ମା ଥିବେ କ'ଣ ହବ? ମାତା ହବ। ଏଇଟା ଆପଣମାନେ ଜାଣିଛନ୍ତି। ହେଲା କି? ସମ୍ପର୍କ। ଆଙ୍କ ସହିତ ସମ୍ପର୍କ। ବୁଝିପାରିଲେ କି? ତାପରେ ଜିଲ୍ଲାର ନାଁ ଲେଖିବେ। କୋଉ ଜିଲ୍ଲାରୁ ସେ ଯାଉଛନ୍ତି, ଜିଲ୍ଲାର ନାଁ ଲେଖିବେ। ତାପରେ ରାଜ୍ୟର ନାଁ ଲେଖିବେ। ହେଲା। ତାପରେ ବିଧାନସଭା ମଣ୍ଡଳୀ। ଏଇଟା ମନେ ରଖନ୍ତୁ। ଜିଲ୍ଲା ରାଜ୍ୟ ତ ସେମ୍ ଥିବ। ହେଲା। ଜିଲ୍ଲା ଆଉ ରାଜ୍ୟ କେବେ ପରିବର୍ତ୍ତନ ହେଇନଥିବ। ଗୋଟେ କଥା ମନେ ରଖିଥାନ୍ତୁ ଯେ ବିଧାନସଭା ମଣ୍ଡଳୀଟା ବହୁତ କ୍ଷେତ୍ରରେ ଚେଞ୍ଜ ହେଇଥାଏ। ସେତେବେଳେ 2002 ଅନୁସାରେ ତାଙ୍କର କ'ଣ ବିଧାନସଭା ମଣ୍ଡଳୀ ଥିଲା, ସେଇଟାକୁ ଲେଖିତେ ପଡ଼ିବ। ଏବେକା ଅନୁସାରେ ନୁହେଁ। 2002 ଅନୁସାରେ କ'ଣ ବିଧାନସଭା ମଣ୍ଡଳୀ ଥିଲା? ସେତେବେଳେ ବହୁତ କମ୍ ଥିଲା। ହେଲା କି? ତ 2002 ଅନୁସାରେ, ଯଦି ଓଡ଼ିଶା କଥା ଆମେ ଆଲୋଚନା କରୁଛୁ, 2002 ଅନୁସାରେ ସେତେବେଳେ ବିଧାନସଭା ମଣ୍ଡଳୀ 10ଟି କି 15ଟି ଥିଲା। ତ ସେଇ ଅନୁସାରେ 2002 ଅନୁସାରେ ବିଧାନସଭା ମଣ୍ଡଳୀର ନାମ ଆଉ ତା ନମ୍ବରଟା ଲେଖିବେ। ହେଲା। 2002 ଅନୁସାରେ ବିଧାନସଭା ମଣ୍ଡଳୀର ନାମ ଆଉ ତା ନମ୍ବରଟା ଲେଖିବେ। ବୁଝିପାରିଲେ? ଦେଖନ୍ତୁ ଏଇଠି ଲେଖିବେ ବିଧାନସଭା ମଣ୍ଡଳୀର ସଂଖ୍ୟା, ଏଇଠି ଲେଖିବେ। ଏଠି ବିଧାନସଭା ମଣ୍ଡଳୀର ନାମ ଲେଖିଲେ, ଏଠି ସଂଖ୍ୟା। ତାପରେ ଭାଗ। ସେତେବେଳେ କ'ଣ ବୁଥ ନମ୍ବର କେତେ ଥିଲା? 2002 ଅନୁସାରେ ବୁଥ ନମ୍ବର କେତେ ଥିଲା? ତାପରେ କ୍ରମିକ ସଂଖ୍ୟା। କାହାର କ୍ରମିକ ସଂଖ୍ୟା? ନା ଏଇ ଯୋଉ ନିର୍ବାଚକଙ୍କ କ୍ରମିକ ସଂଖ୍ୟା କେତେ ଥିଲା? ତାପରେ ଦେଖନ୍ତୁ ଏଠି ଆଉ ପୂରଣ ହବ ନାହିଁ। ଯଦି ଏ କ୍ୟାଟାଗୋରୀ ହେଇଥିବ, ସେ ଏଠି ଆଉ ପୂରଣ ହବ ନାହିଁ। ଏଇ ପାର୍ଟ 3 ରେ ତାକୁ ପୂରଣ ହବ ନାହିଁ। ତାପରେ କୋଉଠି ପଳେଇ ଆସିବ? ଏଇ ପାର୍ଟ 4 କୁ। ଏଇଟା ହଉଛି ପାର୍ଟ 4। କୋଉଠୁ? ନା ଏଇଠୁ ଜନ୍ମ ତାରିଖରୁ ପାର୍ଟ 4 ପଳେଇ ଆସିଲା। କେତେ ନମ୍ବର ପଳେଇ ଆସିଲା? ପାର୍ଟ 4। ତ ମନେ ରଖିଥାନ୍ତୁ ଜନ୍ମ ତାରିଖ। ଏବେ ତାକୁ ପଚାରିବେ ତାର କେତେ ହଉଛି, ମାନେ ତାର ଦିନ, ଆଗେ ଦିନ ଅଛି, ଏଠି ଡେଟ୍ ରହିବ, ଏଠି ଡେଟ୍। ତାପରେ ମନ୍ଥ, ତାପରେ ଇୟର। ହେଲା। କେତେ ଡେଟ୍ ଅଫ୍ ବାର୍ଥ ଲେଖିଦେଲେ। ଆଧାର ସଂଖ୍ୟା, ଇଚ୍ଛା ଦିନ। ତାକୁ ପଚାରିବେ, ସିଏ ତାର ଇଚ୍ଛା କଲା ଦେଲେ ଲେଖିବେ, ନ ଦେଲେ ନାହିଁ। ମୋବାଇଲ ନମ୍ବର ତାକୁ ମାଗିବେ। ହେଲା କି? ତାର ମୋବାଇଲ ନମ୍ବର ଲେଖିବେ, ମୋବାଇଲ ନମ୍ବର। ତାପରେ ବାପା ମାଙ୍କ, ପିତା କି ଅଭିଭାବକଙ୍କ ନାଁ ଲେଖିବେ। ହେଲା କି? ତାପରେ ଇପିକ୍ ନମ୍ବର ଲେଖିବେ। ଇପିକ୍ ନମ୍ବର ବର୍ତ୍ତମାନର ଲେଖିବେ। ଇପିକ୍ ନମ୍ବର ତାଙ୍କର ବାପାର ଯଦି ଥିବ, ବାପାଙ୍କର ଲେଖିଦେଲେ। ହେଲା। ପିତା ଏଠି ଲେଖିଦେଲେ, ତାଙ୍କର ଅଭିଭାବକଙ୍କ ଯଦି ଉପଲବ୍ଧ ଥାଏ ଲେଖିବେ, ନ ଲେଖିଲେ ବି କିଛି ଆବଶ୍ୟକ ନାହିଁ। ଏଇଠି ଅଛି ମାତା। ମାତାଙ୍କ ନାମ, ମାତାଙ୍କ ନମ୍ବର। ଏଇ ଦିଟା ଭିତରୁ ଯୋଉଟା ଦେଲେ ବି ଆପଣମାନଙ୍କର ହବ। କିନ୍ତୁ ପିତାଟା ସମସ୍ତେ ଦେବେ। ମାତାଟା ତ ଇମ୍ପୋର୍ଟାଣ୍ଟ ନାହିଁ। ଯଦି ସେଇ କ୍ଷେତ୍ରରେ ସେଇ 2002 ଏବେ ଯଦି ତାଙ୍କର ପିତା ନଥିବେ, ତ ମା ଥିବେ, ତ ମାଙ୍କର ଦେଲେ ବି କିଛି ଅସୁବିଧା ନାହିଁ। ହେଲା। ଯଦି ବାପା ବଞ୍ଚିଥିବେ, ଯଦି ବାପା ବଞ୍ଚିଥିବେ ବାପା ଯଦି ବଞ୍ଚିଥିବେ, ବାପା ବଞ୍ଚିଥିଲେ ଦେବେ। ହେଲା। ଆଉ ଯଦି ବାପା ବଞ୍ଚିଥିଲେ ଦେବେ। ଇପିକ୍ ନମ୍ବର ଲେଖିବେ। ଯଦି ମା ବଞ୍ଚିଥିବେ ତାଙ୍କର ଦେବେ, ତାଙ୍କ ଇପିକ୍ ନମ୍ବର ଲେଖିବେ। ବା ଯଦି ବାପା କିମ୍ବା ମା ବଞ୍ଚି ବି ନଥିବେ, ହେଲା, ଯଦି ବାପା ବଞ୍ଚିଥିଲେ ବାପାର ଦେବେ, ଯଦି ବାପା ନଥିବେ ମାର ଦେବେ, ଯଦି ମା ବି ନଥିବେ
ହେଲା କି ମା ନଥିଲେ ବି କଣ କରିବେ ଆପଣମାନେ ତାଙ୍କ ପତ୍ନୀଙ୍କର ଦେବେ। ସେ ତ ବାହା ହେଇସାରିଥିବେ ନା। ଯଦି ଏବେ ପ୍ରାୟତଃ ଏ କ୍ୟାଟେଗୋରୀର ବହୁତ ଜଣଙ୍କର ବାପା ମା ଥାଇପାରନ୍ତି, ନ ଥାଇପାରନ୍ତି ସେ ଅଲଗା ବିଷୟ। କିନ୍ତୁ ବାପା ମା ଯଦି ଥିଲେ ତାଙ୍କର ଦେବେ। ଯାହାର ହେଲେ ଜଣଙ୍କର ବାପାଙ୍କର ଦେଇଦେଲେ ଆଉ ମା ଆଉ ପତ୍ନୀର ଦବା ଦରକାର ନାହିଁ। ଯଦି ବାପା ନାହାନ୍ତି ମାଙ୍କର ଦେବେ। ଯଦି ମାଙ୍କର ଦେଇଦେଲେ ତାହେଲେ ବାପା ଆଉ ପତ୍ନୀର ଦବା ଦରକାର ନାହିଁ। ଯଦି ମା ବାପା କାହାରି ବି ନାହାନ୍ତି, ହେଲା? କେହି ବି ନାହାନ୍ତି ଧରାଯାଉ ସେମାନେ ମୃତ୍ୟୁ ହେଇଯାଇଛନ୍ତି। ତ ତାପରେ କଣ କରିବେ ପତ୍ନୀର ଦେବେ, ହେଲା? ପତ୍ନୀର ଦେବେ, ତାଙ୍କ ସ୍ତ୍ରୀଙ୍କର ଦେବେ, ହେଲା କି? ତାଙ୍କ ସ୍ତ୍ରୀର ନାମ ଦେବେ ଆଉ ଆଉ ତାଙ୍କ ସ୍ତ୍ରୀଙ୍କର ଉପଲବ୍ଧି ଇପିକି ନମ୍ବର ଦେବେ। ବୁଝିପାରିଲେ? ହଁ। ତାପରେ ଦେଖନ୍ତୁ ଏଇଟା ଟିକେ ଭଲ ତାଙ୍କର ଏଇଟା ତାଙ୍କୁ କଣ କରିବେ ଏଇଟା ସେମାନେ ଯୋଉ ନିର୍ବାଚକ ଏଠି ତାଙ୍କ ଦସ୍ତଖତ ରହିବ ଏଇଠି, ଏଇ ସ୍ଥାନରେ। ଟିପ ଚିହ୍ନ ଦସ୍ତଖତ ଯଦି ଜାଣିଥିବେ ଦସ୍ତଖତ ନହେଲେ ଟିପ ଏଠି ଜାଗା ଲାଗିବ। ଏ ଜାଗାରେ ରଖିକି ରହିବେ। ଯୋଉ ଟିପ ଦେଲା ବେଳେ ମନେ ରଖନ୍ତୁ ଲେଖିବେ କଣ? ଏଲ୍‌ଟିଆର୍ ଅଫ୍ ବା ଏଲ୍‌ଟିଆର୍ ବାଏ ତାଙ୍କ ନାଁ ଲେଖିବେ। ଯଦି ଟିପ ଦଉଛନ୍ତି, ଦସ୍ତଖତ ହେଲେ ଆବଶ୍ୟକ ନାହିଁ। ଦେଖନ୍ତୁ ମୁଁ କ୍ୟାଟେଗୋରୀ ଏ କଥା ଯେତେବେଳେ ଆଲୋଚନା କରୁଥିଲି, ଏଠି ବିଏଲଓଙ୍କର ସିଗ୍ନେଚର ରହିବ ମନେ କରନ୍ତୁ। ଏଠି ବିଏଲଓଙ୍କର ସିଗ୍ନେଚର। ଆପଣ ଯଦି ବିଏଲଓ ଆପଣ ଏଠି ସିଗ୍ନେଚର ହେଲା ରହିବ। ଦେଖନ୍ତୁ କ୍ୟାଟେଗୋରୀ ଏ କଥା ଆରମ୍ଭ କରୁଥିଲି। କ୍ୟାଟେଗୋରୀ ଏ ମାନେ 1, 2, 4 ହେଲା। 1, 2, 4 ବୁଝିପାରିଲେ? 1 କେଇଟା? ଏଇଟା ହଉଛି 1 ଏଇଟା 1 ଟା ରହିବ। ଏଇ କାମଟା ହେଲା। 2 ହଉଛି ଏଇଟା। ଏ କ୍ୟାଟେଗୋରୀ ଏ ବାଲାଙ୍କ କଥା। ଏଇଟା ହଉଛି 4 ଏଇଟା ଯୋଉ କହୁଥିଲି ଏଇଟା 4 ଏଇଟା ସବୁ 4 ଏଇ କ୍ଷେତ୍ରଟା ପୂରଣ ହବ। ଆଉ ଏଇଟା ପୂରଣ ହବ ନାହିଁ। ଏଇ 3 ଟା ପୂରଣ ହବ ନାହିଁ। ବୁଝିପାରିଲେ? ତାପରେ ଯିବା କ୍ୟାଟେଗୋରୀ ବି। କ୍ୟାଟେଗୋରୀ ବି କ୍ଷେତ୍ରକୁ ଟିକେ ଯିବା। କ୍ୟାଟେଗୋରୀ ବି କୋଉମାନେ କଣ କରିବେ ଦେଖନ୍ତୁ। କ୍ୟାଟେଗୋରୀ ବି ମାନେ କୋଉମାନେ ଆସିବେ ଜାଣିପାରନ୍ତୁ। ଏଠି ଆସିବ କ୍ୟାଟେଗୋରୀ ବି ହେଲା ଏଇ କ୍ଷେତ୍ରରେ। କ୍ୟାଟେଗୋରୀ ବି ଯୋଉମାନେ ଅଛନ୍ତି ଏଟା ତ ଥିବ। କାହାର ଯାହା କାମ ଆପଣମାନେ ବୁଝିପାରିଲେ। ସେମାନେ କଣ କରିବେ କ୍ୟାଟେଗୋରୀ ବି ବାଲା ସେତିକ ଏଇ ପାର୍ଟ 1 ଟାକୁ କରିବେ। ପାର୍ଟ 1 ପ୍ରଥମ କାମ। ତାପରେ 2 ହବ ନାହିଁ। ଏଇ 2 କାମ ପାର୍ଟ 2 ଏଇ ପାର୍ଟ 2 ର କାମ ହବନି। ପାର୍ଟ 3 କାମ ହବ। ଏଇ 3 କାମ ହବ। ହେଲା? କ୍ୟାଟେଗୋରୀ ବି ମାନେ ଏଇ 2 କାମ କରିବେ ନାହିଁ। କ୍ୟାଟେଗୋରୀ ବି କୋଉମାନେ ଆସିବେ? ଧରାଯାଉ ମାନେ କଣ ଯେ 2002 ବେଳକୁ ସେମାନଙ୍କର କଣ ହେଇନଥିବ? 2002 ବେଳକୁ ସେମାନଙ୍କର 18 ବର୍ଷ ହେଇନଥିବ। ହେଲା? 18 ବର୍ଷ ହେଇଥିବ 2002 ରେ ଯାହାର ଭୋଟର ଲିଷ୍ଟରେ ନାଁ ନାହିଁ। 2002 ରେ 2002 ଯୋଉ ଏସ୍ଆଇଆର୍ ହେଇଥିଲା ଯେଠି ତାଙ୍କର ଯେଉଁ ଭୋଟରଙ୍କ ତାଙ୍କ ନାଁ ନାହିଁ 2002 ରେ ବା ପୂର୍ବ ଏସ୍ଆଇଆର୍ ରେ ସେମାନେ ଆସିବେ ସବୁ କଣ କ୍ୟାଟେଗୋରୀ ବି। ହେଲା କି? ବୁଝିପାରିଲେ କୋଉମାନେ କ୍ୟାଟେଗୋରୀ ବି ଆସିବେ? ଯେତିକ ପୁଅ ଝିଅ ହେଲା ସେଟା କ୍ୟାଟେଗୋରୀ ବି ର ଆସିବେ। ତ ମନେ ରଖନ୍ତୁ କ୍ୟାଟେଗୋରୀ ବି ଯେଉଁମାନଙ୍କର ଆସିଲା କ୍ୟାଟେଗୋରୀ ବି ଯୋଉମାନେ ଆସିଲେ ତ ଏଠି ତାଙ୍କ ନାମ ଲେଖିବେ। ହେଲା? ତାପରେ ଇପିକ୍ ନମ୍ବର ସେମାନଙ୍କର ଲେଖିବେ। କାହାର ନାମ ଲେଖିବେ? କାହାର ନାମ? ଏଇଟା ହଉଛି ଏଇ ଯୋଉ କ୍ୟାଟେଗୋରୀ ବି ଯୋଉମାନେ ପୂରଣ କରିବେ, କ୍ୟାଟେଗୋରୀ ବି ଯୋଉମାନେ କରୁଛନ୍ତି, ଏଇଟା କ୍ୟାଟେଗୋରୀ ବି ର ଏଇଟା ପୂରଣ ହବ। ଏଇଠି ତାଙ୍କର 2002 ରେ ଯାହା ନାମ ଥିବ, ତାଙ୍କ ବାପା ନାଁ 2002 ରେ ତାଙ୍କ ବାପା ନାଁ ଅଛି। କାହା ନାଁ ଅଛି? ତାଙ୍କ ବାପା ନାଁ। ହେଲା? କି ମା ନାଁ ବି ଅଛି। କି ଜେଜେବାପା ନାଁ ଥିବ, ଜେଜେମା ନାଁ ଥିବ। ଏଇ 4 ଜଣଙ୍କ ଭିତରୁ ତାଙ୍କ ନାଁ ଲେଖିବେ। ଧରାଯାଉ ମୁଁ ଏଠି ବାପା ନାଁ ଲେଖିଲି। ହେଲା? କ୍ୟାଟେଗୋରୀ ବି ଟା ଭଲସେ ବୁଝନ୍ତୁ ହେଲା। 2002 ରେ ଯଦି ବାପା, ମା, ଜେଜେବାପା, ଜେଜେମାଙ୍କ ନାଁ 2002 ରେ ଅଛି, ତ ଏଇ ନିର୍ବାଚକଙ୍କର ତାଙ୍କର ଏଇ ନିର୍ବାଚକଙ୍କର ଯାହା ସହିତ ମ୍ୟାପିଂ କରୁଥିବେ ତାଙ୍କ ନାଁ ଏଠି ଲେଖିବେ। ବୁଝିପାରିଲେ ତ? ଅର୍ଥାତ୍ କ୍ୟାଟେଗୋରୀ ବି ରେ ଆପଣମାନଙ୍କର କଣ ରହିବ? ଏଇ ଭୋଟରଙ୍କର ଯୋଉ ପାର୍ଟ 1 ଭୋଟରଙ୍କର ଯାହାର ନାମ 2002 ରେ ଅଛି ତାଙ୍କ ନାଁ ରହିବ। ମନେକର ତାଙ୍କ ବାପା ନାଁ ଅଛି, ବାପା ନାଁ ଲେଖିଦେବେ। ବାପା ନାଁର ଇପିକ୍ ନମ୍ବରଟା ଆପଣମାନେ ଲେଖିଦେବେ। ହେଲା? ସମ୍ପର୍କ କଣ ହବ ତାଙ୍କର? ସମ୍ପର୍କୀୟଙ୍କ ନାମ। ମାନେ ଏଇଠି ତାଙ୍କ ବାପା ନାଁ ଲେଖିଲେ, ଏଠି ତାଙ୍କ କାହା ନାଁ ହବ? ଆଙ୍କର ବାପା ନାଁ। ମାନେ ଆଙ୍କର ବାପା ନାଁ। ବାପାଙ୍କର ଯାହାର ବାପା ନାଁ ତାଙ୍କର ବାପା ନାଁ ହବ ଏଠି। ତାପରେ ମନେ ରଖନ୍ତୁ ହେଲା? ତାପରେ ମନେ ରଖନ୍ତୁ ଏଠି ସମ୍ପର୍କ କଣ ହବ?
ସମ୍ପର୍କ କ'ଣ ହବ? ଏଇ ସମ୍ପର୍କ କ୍ଷେତ୍ରରେ ଆପଣ ମନେ ରଖନ୍ତୁ। ଆଙ୍କ ସହିତ ଆର ସମ୍ପର୍କ କ'ଣ? ବାପା। ହେଲା। ମନେକର ଏଇଠି ଲେଖିଲି ମୁଁ, ଏଇଠି ଭୋଟରର ନାଁ ଲେଖିଦେଲି, ଏଠି କ'ଣ ଲେଖିଦେଲି? ରାମ। ମାନେ ଏଇଠି ଆଙ୍କ ଏଇ ଭୋଟରର ନାମ କ'ଣ? ମୁନି। ହେଲା। ମୁନିର ବାପା ନାଁ 2002 ରେ ଅଛି। କ'ଣ? ମୁନିର ବାପା ନାଁ 2002 ରେ କ'ଣ ଅଛି? ରାମ ଅଛି। ତାର ଇପିକ୍ ନମ୍ବରରେ ଲେଖିଦେଲେ। ରାମର ବାପା ନାଁ ଲେଖିଦେଲି ମୁଁ କ'ଣ? ଶ୍ୟାମ। ହେଲା। ତ ଏଇଠି ସମ୍ପର୍କ କୋଉଟା ଲେଖାଯିବ? ଏଇ ମୁନି ଆଉ ରାମ ସହିତ ସମ୍ପର୍କ ଲେଖାଯିବନି। ରାମ ସହିତ ଶ୍ୟାମର ସମ୍ପର୍କ କ'ଣ? ବାପା। ସେଇଥିପାଇଁ ଲେଖାଗଲା ବାପା। ବୁଝିପାରିଲେ ତ? ତାପରେ ଜିଲ୍ଲାର ନାଁ ଲେଖିଲେ, ତାପରେ ରାଜ୍ୟର ନାଁ ଲେଖିଲେ। ପୁଣି ସେଇ ସମାନ ବିଷୟ 2002 ଅନୁସାରେ ହେଲା ନିର୍ବାଚନ ମଣ୍ଡଳୀ କ'ଣ ଥିଲା? ନିର୍ବାଚନ ମଣ୍ଡଳୀ। ସେ ଯୋଉଠି ବି ଥାଉ, ଯୋଉଠି ବି ନିର୍ବାଚନ ମଣ୍ଡଳୀ ଥାଉ। ଜଣ ଜଣଙ୍କର ନିଜ ଜିଲ୍ଲାରେ ଥାଇପାରନ୍ତି, ଅନ୍ୟ ଜିଲ୍ଲାରେ ଯେହେତୁ ଚାକିରି-ବାକିରି କରୁଥାନ୍ତି, ଅନ୍ୟ ଜିଲ୍ଲାରେ ମଧ୍ୟ 2002 ରେ ତାଙ୍କର ନାଁ ଥାଏ। ତ ସେଇଟା ଲେଖିବେ 2002 ଅନୁସାରେ। ଏବେକାର ନାହିଁ। 2002 ଅନୁସାରେ ତାଙ୍କର ଯୋଉଠି ଥିବ 2002 ରେ ଅନୁସାରେ ସେତେବେଳକାର ବିଧାନସଭା ମଣ୍ଡଳୀ ଆଉ କ'ଣ? ବିଧାନସଭା ମଣ୍ଡଳୀର ନାମ, ଏଠି ବିଧାନସଭା ମଣ୍ଡଳୀର ନାମ ରହିବ, ଏଠି ତାଙ୍କ ବିଧାନସଭା ମଣ୍ଡଳୀର ସଂଖ୍ୟା ରହିବ। ସେତେବେଳେ ସେ 2002 ଅନୁସାରେ ବୁଥ୍ ନମ୍ବର କ'ଣ ଥିଲା ତାକୁ ଲେଖିବେ। 2002 ଅନୁସାରେ କୋଉ କ୍ରମିକ ସଂଖ୍ୟା ଲେଖିବେ? ଏଇ ଯୋଉ ନାମ ଜାଗାରେ ଲେଖିଥିବେ। ଏଇଠି ନାମ। ଏଇ ରାମର କ୍ରମିକ ସଂଖ୍ୟା ଏଠି ଲେଖିଲେ। ବୁଝିପାରିଲେ? ରାମର କ୍ରମିକ ସଂଖ୍ୟା ଏଠି ଲେଖିଲେ ଯାହା ବି ହେଇଥିବ। ତାପରେ ଏଇଟା ପୂରଣ କରିବେ। ଏଇଟା ଯେମିତି ପୂରଣ ହେଇଥିଲା ସେମିତି ପୂରଣ ହବ। କ୍ୟାଟେଗୋରୀ ବି। ବୁଝିପାରିଲେ? ତାପରେ ଯିବା କ୍ୟାଟେଗୋରୀ ସି। କ୍ୟାଟେଗୋରୀ ସି କହିଲେ କୋଉମାନଙ୍କୁ ବୁଝାଯାଏ? ଯୋଉମାନଙ୍କୁ ଆମେ ମ୍ୟାପ୍ କରିନାହୁଁ। ହେଲା। ଯୋଉମାନଙ୍କୁ ଆମେ ମ୍ୟାପ୍ କରିନୁ ସେମାନେ କେବଳ ଏଇ 1 ଟା ପୂରଣ କରିବେ ଆଉ 4 ଟା ପୂରଣ କରିବେ। କୋଉ 4 ଟା? ଏଇଟା ପ୍ରେଜେଣ୍ଟ, ବର୍ତ୍ତମାନ। ଏଇ ଡାଟାଟା ବର୍ତ୍ତମାନର ଡାଟା ହବ। ପ୍ରେଜେଣ୍ଟ ଡାଟା। ବୁଝିପାରିଲେ ନା? ପ୍ରେଜେଣ୍ଟ ଡାଟା 1 ଆଉ 4 କ୍ୟାଟେଗୋରୀ ସି। ଏଇଟା ଆପଣ ଦେଖିପାରୁଥିବେ କ୍ୟାଟେଗୋରୀ ସି 1 ଆଉ ବୁଝିପାରିଲେ? ସମସ୍ତେ ମନେ ରଖିଥାନ୍ତୁ ଯେତେବେଳେ ପୂରଣ କରୁଛନ୍ତି ଫର୍ମ ଆପଣଙ୍କୁ ଅନଲାଇନରେ ଡିଷ୍ଟ୍ରିବ୍ୟୁଟର କରିବା ନିହାତି ଦରକାର। ହେଲା। ତାପରେ କଲେକ୍ସନ ମଧ୍ୟ ଅଛି। ବୁଝିପାରିଲେ? ହଁ। ଯଦି ବୁଝିପାରୁନାହାନ୍ତି ନେକ୍ସଟ ମତେ କମେଣ୍ଟ କରନ୍ତୁ। ମୁଁ ଆଉଥରେ ଆଉ ଗୋଟେ ଭିଡିଓରେ ଆପଣମାନଙ୍କୁ ପ୍ରାଞ୍ଜଳ ଭାବରେ ଭଲସେ ବୁଝେଇଦେବି। କେମିତି ଇନମରେସନ ଫର୍ମ ପୂରଣ ହୁଏ ଆପଣମାନେ ବୁଝିପାରିଲେ। ସେଥିପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ।